नीलगिरी पूर्वतन विधायक तथा वरिष्ठ कांग्रेस नेता चित्तरंजन षडंगी आज अपराह्न निज सेनापति प्रेस बासभवन में एक सांबादिक सम्मेलन कर ओडिशा समेत नीलगिरी निर्वाचन मंडल में व्यापक दुर्नीति आईन श्रृंखला विपर्यस्त पानी समस्या रेशन कार्ड दुर्नीति व्यापक खनि संपद हरिलुट प्रधानमंत्री आवास दुर्नीति आदि विभिन्न विषय नहीं क्षोभ प्रकाश करथिले। आज प्रेस मीट डाकिवार ମୁଁ କାଲି କେତେ ଅଞ୍ଚଳ ନୀଳଗିରି ଅଞ୍ଚଳରେ ବୁଲିଥିଲି। ମୁଁ ଦେଖିଲି ଟିକେ ପାଣି ଟୋପେ ନାହିଁ ପିଇବା ପାଇଁ ଲୋକଙ୍କର ଏବଂ ଆମର ଆଦିବାସୀ ସ୍ତ୍ରୀ ଲୋକ ମାଠିଆ ଘେରିକି ଠିଆ ହେଉଛି, ପାଣି ପାଇପ୍ରୁ ବାହାରୁନି, ଟ୍ୟୁବୱେଲ୍ ଗୁଡ଼ାକ ଅଚଳ। ଏ ଯେଉଁ ଅବସ୍ଥା ନୀଳଗିରି ସୃଷ୍ଟି ହେଇଛି କାହିଁକି? ସେ ଟ୍ୟୁବୱେଲ୍ ଯଦି 500 ଫୁଟର ବିଲ୍ ହେଇଥିବ କି 300 ଫୁଟର ବିଲ୍ ହେଇଥିବ, ତୋଳା ହେଇଛି 100 ଫୁଟ ମାଟି ତଳୁ ଅର୍ଥ କାରବାର ହରିଲୁଟ ହେଇଛି। ନୀଳଗିରି ଯେଉଁ ପାଖର ଅବସ୍ଥା ବର୍ତ୍ତମାନ ଇନ୍ଦିରା ଆବାସ ଘର ଗୋଟେ ପାଇବା ପାଇଁ ଜଣେ ଲୋକକୁ 5,000 10,000 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଆପଣଙ୍କର ଯେଉଁମାନେ ଦେଉଛନ୍ତି ଆପଣଙ୍କର ଇନ୍ଦିରା ଆବାସ ଘର ପାଇବାରେ 5,000 10,000 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଆପଣଙ୍କର ଗୋଟେ ରେସନ କାର୍ଡ଼ ଜଣେ ଲୋକ ପାଇପାରୁନି, ସେ ଉପାସ ରହୁଛି, ଗୋଟେ ଗରିବ ଲୋକ ତାର ରେସନ କାର୍ଡ଼ ପାଇବା ପାଇଁ 1,000 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏଇ ଯେଉଁ ଅବସ୍ଥା ନୀଳଗିରିରେ ବାର୍ଦ୍ଧକ୍ୟ ଭତ୍ତା ମିଳୁନି ଲୋକଙ୍କୁ। ଯଦି କେହି ହକ୍ ବାର୍ଦ୍ଧକ୍ୟ ଭତ୍ତା କେହି ବୁଢ଼ା ହେଇନି ତାର ଭତ୍ତା ମିଳୁଛି, ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ ବୋଲି ଯେ ହକ୍ ପାଇଁ ସେଥିପାଇଁ ଲୋକଙ୍କୁ ଖର୍ଚ୍ଚ କରିବାକୁ ପଡ଼ୁଛି, ପଇସା ଖର୍ଚ୍ଚ କରିବାକୁ ପଡ଼ୁଛି। ଏଠି ବର୍ତ୍ତମାନ ପ୍ରଶାସନ ନାହିଁ, ଏଠି ବର୍ତ୍ତମାନ ନୀଳଗିରି ଦୁର୍ନୀତିରେ ଭରପୁର। ନୀଳଗିରି ପ୍ରତି ଯେଉଁ ଅନ୍ୟାୟ କରାଯାଇଛି କହିବାର ନାହିଁ। 1.5 ଲକ୍ଷ କୋଟି ଟଙ୍କାର ଉର୍ଦ୍ଧ୍ୱ 1.5 ଲକ୍ଷ କୋଟି ଟଙ୍କାର ଉର୍ଦ୍ଧ୍ୱ ପଥର ନୀଳଗିରି ଯାଇଛି ବାହାରକୁ। 1.5 ଲକ୍ଷ ସ୍ୱାଧୀନତା ପ୍ରାପ୍ତି ପାଖରୁ ଆଜି ଭିତରେ 1.5 ଲକ୍ଷ କୋଟି ଟଙ୍କାର ଉର୍ଦ୍ଧ୍ୱ କାଠ ଯାଇଛି ନୀଳଗିରି ବାହାରକୁ। ଆଜି ନୀଳଗିରି ଛୁଆ ଶୋଉଛି ଦୌଡ଼ିଆ ଖଟରେ, ଆଉ ତାର ଦେଖିବାକୁ ତା ଘର ରାସ୍ତା କରିବା ପାଇଁ ତାର ମେଟାଲ ନାହିଁ। ପଥରକୁ ଚୋରି କରିକି ଗଡ଼ିଆ କଡ଼ା କଲାଣି। ଆଜି ନୀଳଗିରିକୁ ଲୁଟ୍ କରାହେଉଛି। ନୀଳଗିରି ବାହାର ଲୋକ ନୀଳଗିରି ଲୁଣ୍ଠନ କରୁଛନ୍ତି ଏବଂ ସରକାର ନୀରବ। ନୀଳଗିରିରେ ଆଜି ଚୋରି ଡକାୟତି ଦିନ ଦ୍ୱିପହରେ ଚାଲିଛି। ପଥର ମୋରମ କାଠ ଆଉ ଯେତେ ବର୍ତ୍ତମାନ 70% କାମ ବର୍ତ୍ତମାନ ହେଉନାହିଁ, ଲୁଟ୍ ହେଉଛି ପଇସାରୁ, ସରକାରୀ ଅର୍ଥରୁ 30% କାମ ଲୁଟ୍ ହେଉଛି। ଅଫିସରଙ୍କର ଶାସନ, ନୀଳଗିରି ବର୍ବାଦ। ଆଜି ନୀଳଗିରିକୁ ଅନ୍ତଃସାର ଆଜି ରତ୍ନଗର୍ଭା ନୀଳଗିରିକୁ ହତ୍ୟା କରାହେଉଛି। ଏଥିରେ ୟାକୁ ତୀବ୍ର ବିରୋଧ କରାଯିବ ଏବଂ ନୀଳଗିରି ଜିଲ୍ଲା ହକ୍ ଥିଲେ ବି ନୀଳଗିରି ଜିଲ୍ଲା ଘୋଷଣା କରୁନାହାନ୍ତି। କୌଣସି ରାଜନୈତିକ ଦଳ ନୀଳଗିରି ଜିଲ୍ଲା କରାଯାଉ ବୋଲି ଏବଂ ଆମ ଆନ୍ଦୋଳନ ତ ସାମିଲ ହେଇନାହାନ୍ତି ଏବଂ ସିଧାସଳଖ ସମର୍ଥନ ବି ଦେଇନାହାନ୍ତି। ନୀଳଗିରି ଜିଲ୍ଲା ପାଇଁ ଲଢ଼େଇ ହେବ ଏବଂ ମୁଁ ନିଷ୍ପତ୍ତି କରିଛି ଆସନ୍ତା ମାନେ ଏଇ ଯେଉଁ ଚନ୍ଦନ ପୂର୍ଣ୍ଣିମା, ଆସନ୍ତା ଚନ୍ଦନ ପୂର୍ଣ୍ଣିମା ପାଖରୁ ମୋର ପଦଯାତ୍ରା ତେନ୍ତୁଳିଆ ଯେଉଁ ଆପଣଙ୍କର ଝରଣଘାଟି ଦେଇ ଆରମ୍ଭ କରି ସମଗ୍ର ନୀଳଗିରି ବୁଲି ଆମେ ଯେତେଦିନ ଲାଗୁଛି ଲାଗୁ ଆମେ ଫତେପୁରରେ ଶେଷ କରିବା। ଆପଣ ଯଦି ନିର୍ବାଚନ ମୁଁ ଲଢ଼େ ଏଇଟା ଘୁଞ୍ଚିବ, କାହିଁକିନା ଲୋକ କହିବେ ଇଲେକ୍ସନ ଲଢ଼ୁଛି ବୋଲି ନୀଳଗିରି ଆନ୍ଦୋଳନ କହିହେଉଛି। ଆଉ ନୀଳଗିରି ଆନ୍ଦୋଳନକୁ ମୁଁ ଧ୍ୱଂସ କରିବାକୁ ଚାହୁଁନି। ତେଣୁ ସେଟା ଆମର ପୁଣି ଲେଟ୍ ହେବ, ସେଟା ଆମର ବାହୁଡ଼ା ଯାତ୍ରା ପରେ ହେବ। ତେଣୁ ଲୋକ କହିବେ ଯେ ଇଲେକ୍ସନ ପାଇଁ ଏହା କରୁଛୁ ବୋଲି। ଆପଣ MLA ଥିଲାବେଳେ ଆପଣ ନେତା ଥିଲେ ବିଜୁ ପଟ୍ଟନାୟକ, ବର୍ତ୍ତମାନ ତାଙ୍କ ପୁଅ ତାପରେ କ'ଣ ଆପଣଙ୍କର ମନ୍ତବ୍ୟ? ସିଧା କଥା, ବିଜୁ ପଟ୍ଟନାୟକ ନେତା ଥିଲାବେଳେ ଆମେ କହୁଥିଲେ ଯେ ନୀଳଗିରିରେ ମାନେ ସେ କହୁଥିଲେ ଯେଉଁ ଅଫିସର ଦୁର୍ନୀତି କରୁଛି କର୍ମଚାରୀ ତାକୁ ତମେ ମାଡ଼ ଦିଅ। ବର୍ତ୍ତମାନ ନବୀନ ପଟ୍ଟନାୟକ ନେତୃତ୍ୱରେ, ନବୀନ ପଟ୍ଟନାୟକ ତ କିଛି ବୁଝନ୍ତିନି, ତାଙ୍କ କଣଟି ମାଡ୍ରାସୀ IAS ଅଫିସର, ଯେଉଁ ପୂର୍ବତନ IAS ଅଫିସର ତାଙ୍କୁ ପ୍ରାଇଭେଟ୍ ସେକ୍ରେଟାରୀ ରିଟାୟାର୍ଡ କରିକି ନେତା କରିଦେବେ ଏବଂ ନମ୍ବର 2ରେ ତାଙ୍କ ବାହାରୁଛି। ସେ ବର୍ତ୍ତମାନ କହୁଛନ୍ତି ଯଦି କେହି ଅଫିସର, ତାଙ୍କର ତ ଅଫିସର ଶାସନ, ଅଫିସରଙ୍କୁ ବର୍ତ୍ତମାନ ବି ତାଙ୍କ କଣ୍ଟ୍ରୋଲରେ, ଯେଉଁଠିକି ସେ ଯିବା ବେଳକୁ ତାକୁ ଜଗିବା ପାଇଁ ସିକ୍ୟୁରିଟି ଦିଆହେଉଛି, କେତେ ଯେ କେତେ କହିବାର ନାହିଁ। ଯେ ବର୍ତ୍ତମାନ ଚାଲିଛି କ'ଣ, ବର୍ତ୍ତମାନ ଯଦି ଅଫିସର କେହି କିଛି କହିଲା, ସେ ଯେଉଁ ଚୋରି କରୁଛି ତାକୁ ମାଗ, କିଛି ପଇସା ଖାଅ ଏବଂ ତା ପାଦ ସେବା କର। ଧନ୍ୟବାଦ।